ମୋ ଲାଇଫରେ ମୁଁ ଏତେ ବଡ଼ ଭୁଲ ଆଜି ପର୍ଯ୍ୟନ୍ତ କେବେ ବି କରିନଥିଲି, ଯେଉଁଥିପାଇଁ କି ମୋତେ ଆଜି ଷ୍ଟ୍ରେଟ୍ 18,000 ଟଙ୍କାର ଲସ୍ ସହିବାକୁ ପଡ଼ିଛି। ନମସ୍କାର, ଜୟ ଜଗନ୍ନାଥ। ସବୁଦିନ ଭଳି ଆଜି ମଧ୍ୟ ସେଣ୍ଟରରେ କଷ୍ଟମର ଏବଂ ଷ୍ଟୁଡେଣ୍ଟମାନଙ୍କର ଜାମ୍ ଥିଲା। କାହିଁକି ନା ଆପଣମାନେ ପ୍ରାୟ ସମସ୍ତେ ଜାଣିଥିବେ ଏବେ ପିଲାମାନଙ୍କର +2 +3 ସିଟି ପାଇଁ ଅନଲାଇନ୍ ଆବେଦନ ଚାଲିଛି। ତ ସେଥିପାଇଁ ଆଜି ଷ୍ଟୁଡେଣ୍ଟମାନଙ୍କର ବହୁତ ଜାମ୍ ଥିଲା। ଆପଣମାନେ ପ୍ରାୟ ସମସ୍ତେ ଜାଣିଥିବେ ଯେ ସେଣ୍ଟରରେ ମୁଁ ଏକା ପଇସା ଉଠାଇବାଠୁ ଆରମ୍ଭ କରି ପିଲାମାନଙ୍କ ଫର୍ମ ପକାଇବା, କଷ୍ଟମରମାନଙ୍କର ବିଭିନ୍ନ ଯୋଜନାର ଫର୍ମ ପକାଇବା, ଏମିତିକି ଜେରକ୍ସ, ଲାମିନେସନ୍, ପାସପୋର୍ଟ ପ୍ରିଣ୍ଟ, ତା ସହ ମୋ ଅଫିସ୍ ଷ୍ଟେସନାରୀ ସେଲ୍ ସବୁ ମୋତେ ଏକା ହିଁ ହ୍ୟାଣ୍ଡେଲ୍ କରିବାକୁ ପଡ଼େ। ସବୁଦିନ ଭଳି ଆଜି ମଧ୍ୟ ଇଭିନିଂ ଟାଇମ୍ରେ ସେଣ୍ଟର ଜାମ୍ ଥାଏ। ମୁଁ ଗୋଟେ ଝିଅର +3 ଫର୍ମ ପାଇଁ ଆପ୍ଲାଏ କରୁଥାଏ। ଏହି ଟାଇମ୍ରେ ଜଣେ କଷ୍ଟମର ଆସିଲେ ଯେ ତାଙ୍କର SBIରୁ 20,000 ଟଙ୍କା ୱିଡ୍ରଲ୍ ପାଇଁ। ତାପରେ ମୁଁ ଫଟାଫଟ ତାଙ୍କର କ୍ୟାସ୍ ୱିଡ୍ରଲ୍ କରି ତାଙ୍କୁ 20,000 ଟଙ୍କା ହ୍ୟାଣ୍ଡ ଓଭର କରିଦେଲି। ବଟ୍ ମୋ ଲାଇଫରେ ଆଜି ଗୋଟେ ଏତେ ବଡ଼ ଭୁଲ ହେଇଗଲା ଯେ ମୁଁ ଯେତେବେଳେ କଷ୍ଟମରଙ୍କର 20,000 ଟଙ୍କା ୱିଡ୍ରଲ୍ ପାଇଁ ସିଷ୍ଟମରେ ଟାଇପ୍ କରିଛି, ଭୁଲ ବଶତଃ 20,000 ଜାଗାରେ 2,000 ଟାଇପ୍ କରିଦେଇଛି। ମାନେ କଷ୍ଟମରଙ୍କ ଆକାଉଣ୍ଟରୁ 2,000 ଟଙ୍କା ଡେବିଟ୍ ହେଇଛି, ବଟ୍ ମୁଁ ତାଙ୍କୁ 20,000 ଟଙ୍କା କ୍ୟାସ୍ ହ୍ୟାଣ୍ଡ ଓଭର କରିଦେଇଛି। ଏଥିରେ କଷ୍ଟମରଙ୍କର କିଛି ବି ଭୁଲ ନାହିଁ, ସବୁ ଭୁଲ ମୋର। ମୁଁ ଭୁଲ ବଶତଃ 20,000 ଜାଗାରେ 2,000 ଟାଇପ୍ କରିଦେଇଛି। ମୁଁ ଯଦି ମୋ ୱାଲେଟରୁ ସେଭିଂ ଆକାଉଣ୍ଟକୁ ପଇସା ଟ୍ରାନ୍ସଫର ନ କରିଥାନ୍ତି, ମୁଁ ବି ଜାଣିପାରିନଥାନ୍ତି ଯେ ସେ କଷ୍ଟମରଙ୍କର ମୁଁ 20,000 ଜାଗାରେ 2,000 ୱିଡ୍ରଲ୍ କରିଛି, କିନ୍ତୁ ତାଙ୍କୁ 20,000 ଟଙ୍କା ହିଁ ହ୍ୟାଣ୍ଡ ଓଭର କରିଛି। ମୁଁ ଯେତେବେଳେ ମୋ ୱାଲେଟରୁ ମୋ ସେଭିଂ ଆକାଉଣ୍ଟକୁ ପଇସା ଟ୍ରାନ୍ସଫର କରେ, ସେତେବେଳେ ସିଷ୍ଟମରେ ଇନସଫିସିଏଣ୍ଟ ବାଲାନ୍ସ ଶୋ କଲା। ତାପରେ ମୁଁ ବ୍ୟାଙ୍କ ଷ୍ଟେଟମେଣ୍ଟ ଚେକ୍ କଲା ଜାଣିପାରିଲି ଯେ ସେ କଷ୍ଟମରଙ୍କର ମୁଁ 20,000 ଜାଗାରେ 2,000 ୱିଡ୍ରଲ୍ କରିଛି। ତାପରେ ମୋ ଦିମାଗ ଆଉ କିଛି କାମ କଲା ନାହିଁ, କାହିଁକି ନା ମୋ ମିଡିଲ୍ କ୍ଲାସ୍ ଲୋକଙ୍କ ପାଇଁ 18,000 ଟଙ୍କା ବହୁତ ବଡ଼। ସାଙ୍ଗେ ସାଙ୍ଗେ ମୁଁ ମୋ ସେଣ୍ଟରରେ ଲାଗିଥିବା CCTV ଫୁଟେଜ୍ ଚେକ୍ କଲି ଏବଂ ସେଥିରୁ ସେଇ ଟାଇମ୍ର ଫୁଟେଜ୍ ମୋବାଇଲରେ ଡାଉନଲୋଡ୍ କରି ନେକ୍ସଟ ଆସୁଥିବା 2-4 ଜଣ କଷ୍ଟମରକୁ ଦେଖେଇଲି। ତାପରେ କିଛି ସମୟ ପରେ 2 ଜଣ ଷ୍ଟୁଡେଣ୍ଟ ଆସିଲେ ଯେ ତାଙ୍କର +2 ଫର୍ମ ଆପ୍ଲାଏ କରିବା ପାଇଁ। ତାଙ୍କୁ ବି ମୁଁ ଯେତେବେଳେ CCTV ଫୁଟେଜ୍ ଦେଖେଇଲି, ସେ କହିଲେ ଯେ ଭାଇ ହଁ ଆମେ ୟାଙ୍କୁ ଜାଣିଛୁ, ଇଏ ହେଉଛନ୍ତି ଆମ ଗାଁର। ତାପରେ ମୋ ଦେହରେ ଟିକେ ଜୀବନ ପଶିଲା। ସାଙ୍ଗେ ସାଙ୍ଗେ କ୍ୟାସ୍ ୱିଡ୍ରଲ୍ର ସ୍ଲିପ୍ ଡାଉନଲୋଡ୍ କରି ବାହାରି ଗଲୁ କଷ୍ଟମରଙ୍କ ଘରକୁ। କଷ୍ଟମରଙ୍କ ଗାଁ ନାଁ ତ ମୁଁ କହୁନାହିଁ, ବଟ୍ ମୋ ସେଣ୍ଟରରୁ ତାଙ୍କ ଘର ପ୍ରାୟ 2ରୁ 2.5 କିଲୋମିଟର ହେବ। ଯେତେବେଳେ ଆମେ କଷ୍ଟମରଙ୍କ ଘର ପାଖରେ ପହଞ୍ଚିଗଲୁ, କଷ୍ଟମର ଦେଖିକି ଆମକୁ ହସିଦେଲେ ଆଉ ସେ ଜାଣିପାରିଲେ ଯେ ତାଙ୍କର 20,000 ଜାଗାରେ 2,000 ଟଙ୍କା ୱିଡ୍ରଲ୍ ହେଇଛି। ଆଉ ସେ ସାଙ୍ଗେ ସାଙ୍ଗେ ଆମକୁ 18,000 ଟଙ୍କା ରିଟର୍ନ କରିଦେଲେ। ତାପରେ କଷ୍ଟମରକୁ ଥ୍ୟାଙ୍କ ୟୁ ଜଣାଇ ସେଣ୍ଟରକୁ ଫେରିଲୁ। ଫେରିବା ବାଟରେ ଯେଉଁ 2 ଜଣ ପିଲା ମୋ ସହ ଯାଇଥିଲେ ସେ କଷ୍ଟମର ଘର ଦେଖାଇବା ପାଇଁ, ତାଙ୍କୁ କହିଲି ଚାଲ କ'ଣ ଖାଇବ ପିଇବ। ସେମାନେ ମନା କଲେ, କହିଲେ ନା ଭାଇ ଆମେ ଖାଇବୁନି, ଚାଲ କୁଆଡ଼େ ଗୋଟେ ବୁଲିବାକୁ ଯିବା। ମୁଁ ବି ଦିନବେଳା କୁଆଡ଼େ ବୁଲିବା ପାଇଁ ଯାଇପାରେନି, ଯେହେତୁ ସେଣ୍ଟରରେ ସବୁବେଳେ ଲୋକ ଜାମ୍ ରହୁଛନ୍ତି, ମୋତେ ସମୟ ହୁଏନି କୁଆଡ଼େ ଯିବା ପାଇଁ। ତ ସେଥିପାଇଁ ପ୍ଲାନ୍ କଲୁ ଯେ ସାଙ୍ଗେ ସାଙ୍ଗେ ଚାଲ ସେଣ୍ଟର ବନ୍ଦ କରିକି ପୁରୀ ଯିବା ଜଗା ଦର୍ଶନ କରିବାକୁ। ତାପରେ ପ୍ରାୟ ରାତି 9:45 ହେବ। ଜୟ ଜଗନ୍ନାଥ କହି ବାହାରିଲୁ ପୁରୀ। ପୁରୀରେ ଜଗନ୍ନାଥ ମନ୍ଦିର ପାଖରେ ପହଞ୍ଚି ଦେଖିଲୁ ଯେ ମନ୍ଦିର ପହଡ଼ ପଡ଼ିଯାଇଛି। ତେଣୁକରି ମନ୍ଦିର ବାହାରେ ଜଗାକୁ ମୁଣ୍ଡିଆ ମାରି ଚାଲିଲୁ ସମୁଦ୍ରକୂଳ। ସମୁଦ୍ରକୂଳରେ ଟିକେ ବୁଲାବୁଲି କରିସାରି ଚାଲିଲୁ ସ୍ୱର୍ଗଦ୍ୱାର। ସ୍ୱର୍ଗଦ୍ୱାର ଭିତରକୁ ଗଲୁ, ଦେଖିଲୁ ଯେ ପ୍ରାୟତଃ 10ରୁ 12ଟି ଶବଦାହ ହେଉଥାଏ। ସ୍ୱର୍ଗଦ୍ୱାରରେ ମୁଣ୍ଡିଆ ମାରି ଫେରିଲୁ ଘରକୁ। ଘରକୁ ଫେରିଲା ବେଳେ ବାଟରେ ଦେଖିଲୁ ଯେ ପୁରା ଗୋଟେ ଦଳ ହରିଣ। ସେ ଦଳରେ ପ୍ରାୟତଃ 20ରୁ 25ଟା ଖଣ୍ଡେ ହରିଣ ଥିଲେ। ସବୁଯାକ ତ ପ୍ରାୟ ଫିମେଲ, ତା ଭିତରୁ ଗୋଟେ ଦିଟା ମେଲ୍ ହରିଣ ବି ଥିଲେ। ଆମେ ଯେତେବେଳେ ବି ପୁରୀ ଆସୁ ସବୁବେଳେ ଠାକୁରଙ୍କୁ ଡାକୁ ଯେ ହେ ପ୍ରଭୁ ଆଜି ଯେମିତି ହରିଣ ଦେଖ, ଆଜି ଯେମିତି ହରିଣ ଦେଖ। ଏବଂ ଆମେ ପ୍ରାୟ ସବୁବେଳେ ବି ରାତିବେଳା ପୁରୀରେ ହରିଣ ଦେଖାଉ। ତା ସହ ଆଜି ଗଧିଆ ବି ଆମେ 2ଟା ଦେଖିଲୁ। ଆମେ କେବେ ଆଜି ଯାଏଁ ପୁରୀରେ ଗଧିଆ ଦେଖିନଥିଲୁ, କିନ୍ତୁ ଆଜି ଫାଷ୍ଟ ଟାଇମ୍ ଗଧିଆ ବି 2ଟା ଦେଖିଲୁ। ଗଧିଆ ଦେଖିକି ଆମେ ଆଜି ବହୁତ ଖୁସି। ସନ୍ଧ୍ୟାରେ ପଇସା ଯେତେବେଳେ ଲସ୍ ହେଇଯାଇଥିଲା ବୋଲି ଭାବିକି ଯେତିକି ମନ ଦୁଃଖ ହେଇଥିଲା, ଗଧିଆ ଦେଖିକି ମନ ତାଠୁ 2 ଡବଲ ଖୁସି ହେଇଗଲା। ତାପରେ ଖୁସି ମନରେ ଘରକୁ ଫେରିଲୁ।